ଜୟ ଜଗନ୍ନାଥ ସାଙ୍ଗମାନେ, ଆସିଗଲା ଏକ ବଡ଼ ନୂଆ ସୂଚନା। ଆସନ୍ତାକାଲି ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ସମସ୍ତ ମା'ମାନଙ୍କୁ ଦିଆଯିବ। ଯଦି ଆପଣ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ଏବଂ ଦ୍ୱିତୀୟ କିସ୍ତି ଟଙ୍କା ପାଇବା ପାଇଁ ଯୋଗ୍ୟ, ତାହା ପାଇଁ ଆପଣଙ୍କର ଯେଉଁ ସୁଭଦ୍ରା ଫର୍ମଟି ରିଜେକ୍ଟ ହେଇଛି କି ଠିକ୍ ଅଛି, ତାହା କେମିତି ଆପଣ ଚେକ୍ କରିବେ? ପ୍ରଥମେ ନିଜର ମୋବାଇଲରେ ଥିବା କ୍ରୋମ୍ ବ୍ରାଉଜରଟିକୁ ଓପନ୍ କରିବେ। ଓପନ୍ କଲା ପରେ ଆପଣ ସେଇ ସର୍ଚ୍ଚ ବାର୍ରେ ଲେଖିବେ ସୁଭଦ୍ରା ନ୍ୟୁ ନୋଟିଫିକେସନ୍ ଲେଖିବେ। ସୁଭଦ୍ରା ନ୍ୟୁ ନୋଟିଫିକେସନ୍ ପ୍ରଥମ ଯେଉଁ ସର୍ଚ୍ଚଟି ଆସିଥିବ, ଲିଙ୍କଟି ସର୍ଚ୍ଚ ବାର୍ରେ ଆସୁଥିବ, ତାହା ଉପରେ କ୍ଲିକ୍ କରିବେ ଏବଂ ଆପଣ ସୁଭଦ୍ରା ପୋର୍ଟାଲକୁ ଯିବା ପାଇଁ ଦେଖିବେ ସୁଭଦ୍ରା ଲେଖା ହେଇଥିବ, ତାହାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠାରେ ଆପଣ ଟିକେ ତଳକୁ ସ୍କ୍ରଲ୍ ଡାଉନ୍ କଲେ ଦେଖିପାରିବେ ହିତାଧିକାରୀଙ୍କ ତାଲିକା ଏବଂ ଉପରେ ଲେଖା ହେଇଛି ଯୋଗ୍ୟତା ମାନଦଣ୍ଡ। ଆଉ ଏହାର କର୍ଣ୍ଣରରେ ଲେଖା ହେଇଛି ଆବେଦନ ସ୍ଥିତି। ଆପଣ ଯଦି ନିଜର ଆବେଦନ ସ୍ଥିତି ଦେଖିବାକୁ ଚାହୁଁଛନ୍ତି, ତାହେଲେ ୟାରି ଉପରେ କ୍ଲିକ୍ କରି ଆପଣ ଦେଖିପାରିବେ। ଏଠାରେ ଆସି ଆପଣ ନିଜର ଆଧାର କାର୍ଡ଼ ନମ୍ବରଟିକୁ ଦେବେ ଏବଂ ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ୍ ଅଛି ତାହାରିକୁ ଏକ OTP ଯିବ। ସେଇ OTPଟି ଏଠି ଫିଲ୍ଅପ୍ କରି ଆପଣ ଦେଖିପାରିବେ। ନହେଲେ ଆପଣଙ୍କ ଯଦି ପ୍ରଥମ କିସ୍ତି ପାଇଛନ୍ତି ଯେଉଁ ମା ମାନେ, ସେମାନେ କେମିତି ଦେଖିବେ ଆସନ୍ତୁ ଦେଖିବା। ତାହାର ଯେଉଁ ନୋଟିଫିକେସନ୍ ବା ତାହାର ଯେଉଁ ଲିଷ୍ଟଟାକୁ ଆପଣ କେମିତି ଦେଖିବେ, ଏଠି ଲେଖା ହେଇଛି ହିତାଧିକାରୀଙ୍କ ତାଲିକା, ତାରି ଉପରେ କ୍ଲିକ୍ କରିବେ ଏବଂ ଆପଣ ଏଠାରେ ନିଜର ଜିଲ୍ଲା ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ଯେମିତି ଆମର ହେଲା ଭଦ୍ରକ ଡିଷ୍ଟ୍ରିକ୍ଟ, ବ୍ଲକ ହେଲା ଚାନ୍ଦବାଲି ଏବଂ ଗ୍ରାମ ପଞ୍ଚାୟତ ହେଲା ଭାଟପଡ଼ା। ଏଠାରେ ଆପଣ ସର୍ଚ୍ଚ କରି ଦେଖିପାରିବେ ତଳେ ଏକ PDF ଆସିଛି। ଏଠାରେ ଲେଖା ହେଇଛି ଅସ୍ଥାୟୀ ଯୋଗ୍ୟ ତାଲିକା ଏବଂ ଅସ୍ଥାୟୀ ଅଯୋଗ୍ୟ ତାଲିକା। ଯେଉଁମାନେ ଯୋଗ୍ୟ, ମାନେ ଆପଣ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ଯୋଗ୍ୟ, ସେଇମାନଙ୍କର ଏଠାରେ ଲିଷ୍ଟ ଦେଖିପାରିବେ। ଦେଖନ୍ତୁ PDFଟାକୁ ଡାଉନଲୋଡ଼ କରିନେବେ। ଡାଉନଲୋଡ଼ କଲା ପରେ ଆପଣ ନିଜର PDF ଫାଇଲରେ ଯାଇ ଦେଖିବେ। ଏଠାରେ ଦେଖିପାରୁଥିବେ ଆପଣଙ୍କର ଗାଁ ନାଁ, ଆପଣଙ୍କ ଆପ୍ଲିକେସନ୍ ନମ୍ବର ଏବଂ ଯେଉଁ କ୍ୟାଣ୍ଡିଡେଟ୍ଙ୍କର ନାଁ, ତାଙ୍କ ନାଁ ଲେଖା ହେଇଛି, ଫାଦର ନାଁ, ଏବଂ ସେମାନେ ହିଁ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ଏପରି ଭାବରେ ଆପଣ ନିଜର ସୁଭଦ୍ରା ପୋର୍ଟାଲରେ ନିଜର ଷ୍ଟାଟସଟିକୁ ଚେକ୍ କରିପାରିବେ। ଧନ୍ୟବାଦ।